ଓମ୍ ସାଇରାମ୍। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମକୁ ମୁଁ ଏକ ଉପଦେଶ ଦେଉଛି। ତୁମେ କାହିଁକି ସବୁବେଳେ ଅନ୍ୟର କଥାକୁ ଶୁଣିକି ଏତେ ଡରୁଛ? ମନରେ ଏତେ ଡର ଆଣୁଛ ସନ୍ତାନ? ତୁମେ ତ ଠିକ୍ ରାସ୍ତାରେ ଅଛ, କିଛି ବି ଭୁଲ କରୁନା, ସମସ୍ତଙ୍କ ପାଇଁ ସବୁ କରୁଛ, ସେଥିଲାଗି ବହୁତ କିଛି କଥା ବି ଶୁଣୁଛ। ସେସବୁ କଥାକୁ ନ ଭାବି ନିଜର କର୍ତ୍ତବ୍ୟ ନିଜେ କରି ଚାଲିଛ। ତାହେଲେ ମନରେ ଡର କ'ଣ ପାଇଁ ଆଣୁଛ ସନ୍ତାନ? ତୁମେ ଭାବୁଛ କି ସେ ଲୋକ ତୁମର କ୍ଷତି କରିବ? ସନ୍ତାନ, ସେ ତୁମର କିଛି ବି କ୍ଷତି କରିପାରିବନି। ଯିଏ ଅନ୍ୟ ପାଇଁ ଗାତ ଖୋଳେ, ସେ ଗାତରେ ତାକୁ ହିଁ ପଡ଼ିବାକୁ ପଡ଼େ। ସେଥିଲାଗି ଏକଥା ତୁମେ ବି ଜାଣିଛ ସନ୍ତାନ, ସେ ମଣିଷ ବହୁତ ଥର ଗାତରେ ପଡ଼ି ସାରିଲାଣି। ଏବେ ତ ବହୁତ ଜୋରରେ ପଡ଼ିଛି, ଆଉ ଉଠିବା ତା ପାଇଁ କଷ୍ଟ ହେଇଗଲାଣି। ତୁମ ପଛରେ ସେ ପୁରା ଜୋକ ପରି ଲାଗିଛି, ହେଲେ ବି କିଛି କରିପାରିବନି, କିଛି କ୍ଷତି ବି ତୁମର କରିପାରିବନି ସନ୍ତାନ। କାହିଁକି ଜାଣିଛ? ତୁମ ସାଇ ମା'ର ରକ୍ଷା କବଚ ଭିତରେ ତୁମେ ଆଶ୍ରୟ ନେଇଛ। ସବୁବେଳେ ତୁମେ କହୁଛ, ବାବା, ତୁମ ଚରଣ ହିଁ ମୋର ସୁଖର ସ୍ଥାନ। ମୋତେ କେବେ ବି ସେ ଚରଣରୁ ତୁମେ ଦୂରେଇ ଦେବନି ବାବା। ମୁଁ ସବୁବେଳେ ତୁମ ଚାରିପାଖେ ଘୁରି ବୁଲୁଛି। ନକାରାତ୍ମକ ଛାଇ ତୁମ ପାଖକୁ ମୁଁ ମାଡ଼ିବାକୁ ଦେବିନି ସନ୍ତାନ। ସେଥିଲାଗି କାହାରି କଥାରେ ଧ୍ୟାନ ଦିଅନି। ସେ ମଣିଷର କାମ ସମସ୍ତଙ୍କୁ ଦୁଃଖ ଦେବା ଆଉ କଷ୍ଟ ଦେବା। ସେ କେବେ ବି କାହାର ଖୁସି ଦେଖିପାରନ୍ତିନି କି ସହିପାରନ୍ତିନି। ତୁମେ ଭାବୁଛ କି ସେମାନେ ଖୁସିରେ ଅଛନ୍ତି, ଏଇଟା ତାଙ୍କର ଦୁର୍ବଳ। ସେ ନିଜେ ସୁଖରେ ରହିବେନି କି କାହାକୁ ସୁଖରେ ରଖେଇବାକୁ ଚାହିଁବେନି। ହେଲେ ବାବା ଯାହା ଭାଗ୍ୟରେ ସୁଖ ଲେଖିଛନ୍ତି, ଈଶ୍ୱର ଯାହାକୁ ଖୁସିରେ ରଖିବେ, ତାହାର ଯିଏ ଯେତେ ଚାହିଁଲେ ବି କିଛି କ୍ଷତି କରିପାରିବେନି। ତୁମେ 5 ବର୍ଷ ଭିତରେ ସବୁ ଜାଣିସାରିଥିବ ସନ୍ତାନ। ତୁମ ଜୀବନରେ ଯାହା ବି ଝଡ଼ ସୃଷ୍ଟି ହେଇଥିଲା, ଜୀବନରେ ଯାହା ବି ଦୁଃଖ ଆସିଥିଲା, କେମିତି ସବୁ ଧୀରେ ଧୀରେ ସମସ୍ୟାର ସମାଧାନ ଆଡ଼କୁ ଗତି କଲା। ଏସବୁ ତୁମର ଧୈର୍ଯ୍ୟ, ସାହସ ଆଉ ତୁମ ବାବାଙ୍କ ପ୍ରତି ତୁମର ଭରସା, ସେଥିଲାଗି ଆଜି ତୁମର ଘର ସଂସାର ଯୋଡ଼ି ହେଇଗଲା। ସମସ୍ତେ ଏମିତି ଈଶ୍ୱରଙ୍କ ଉପରେ ଭରସା ଆଉ ବିଶ୍ୱାସ ରଖିକି ନିଜ ଜୀବନକୁ ବଦଳେଇ ପାରିବେ। କିନ୍ତୁ ସବୁରି ମୂଳରେ ଶ୍ରଦ୍ଧା ଆଉ ସବୁରି ଆଉ ବିଶ୍ୱାସ ଦରକାର। ବହୁତ ବଡ଼ ବଡ଼ ବିପଦରୁ ତୁମେ ମୁକ୍ତି ପାଇଯିବ, ଆଉ ଜୀବନ ବହୁତ ଆନନ୍ଦରେ କଟିବ। ମୋର ଜଣେ ଭକ୍ତ, ତା ଗୋଡ଼ରେ ବହୁତ ଯନ୍ତ୍ରଣା ହେଉଥିଲା। ସିଏ ଡକ୍ଟର ପାଖକୁ ଯାଇ ମେଡ଼ିସିନ ଖାଉଥିଲେ, କିନ୍ତୁ ତାଙ୍କର ମୋ ବୁଦ୍ଧି ଉପରେ ବହୁତ ଭରସା ଆଉ ବିଶ୍ୱାସ ଥିଲା। ମୋ ବୁଦ୍ଧିକୁ ସେ ସବୁଦିନ ତାଙ୍କ ଗୋଡ଼ରେ ଲଗାଉଥିଲେ। ଧୀରେ ଧୀରେ ତାଙ୍କ ଗୋଡ଼ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା। ଏସବୁ ବିଶ୍ୱାସରେ ହିଁ ହେଉଛି ସନ୍ତାନ।